ଉଦ୍ଭିଦରେ ଜନନ ର ସୂଚୀ ହେଲା ବା ସୂଚୀପତ୍ର ହେଲା ଅଲିଙ୍ଗୀ ଜନନ, ଅଙ୍ଗୀୟ ଜନନ, ସପୁଷ୍ପକ ଉଦ୍ଭିଦରେ ଲିଙ୍ଗୀୟ ଜନନ। ଅଲିଙ୍ଗୀ ଜନନ ଉଦ୍ଭିଦରେ ଅଲିଙ୍ଗୀ ଜନନ ନିମ୍ନୋକ୍ତ ପ୍ରକାରର ହୋଇଥାଏ: ବିଭାଜନ, ଫ୍ୟୁଜନ୍, କଳିକନ, ବୁଡିଂ, ରେଣୁଭବନ, ସ୍ପେରୁଲେସନ୍ ଓ ଅଙ୍ଗୀୟ ଜନନ ବା ଭେଜିଟେଟିଭ୍ ପ୍ରପଗେସନ୍ ହୋଇଥାଏ। ତ ଫାଷ୍ଟ ଆମେ ଦେଖିବା ବିଭାଜନ। ବୀଜାଣୁ ବା ବ୍ୟାକ୍ଟେରିଆ ଓ କେତେକ ଏକକୋଷୀ ଶୈବାଳ, ଆଲଜି ଆଦିରେ କୋଷର ବିଭାଜନ ଦ୍ୱାରା ବଂଶବୃଦ୍ଧି ହୋଇଥାଏ। ଏହି ପ୍ରକ୍ରିୟାରେ ସେମାନଙ୍କର ନ୍ୟଷ୍ଟି ଓ କୋଷଜୀବକ ଦୁଇଟି ସମାନ ଭାଗରେ ବିଭକ୍ତ ହୋଇ ଦୁଇଟି ଅପତ୍ୟ ଜୀବ ସୃଷ୍ଟି ହୋଇଥାନ୍ତି। ଏହାକୁ ଦ୍ୱିବିଭାଜନ ବା ବାଇନାରୀ ଫିଜନ୍ କୁହାଯାଏ। ଦ୍ୱିବିଭାଜନ ବୀଜାଣୁମାନଙ୍କର ଏକ ମୁଖ୍ୟ ବଂଶବୃଦ୍ଧି ପ୍ରକ୍ରିୟା। କଳିକନ ବା କୋରକୋଦଗମ ଇଷ୍ଟ ନାମକ କବକ ସାଧାରଣତଃ ଏହି ପ୍ରକ୍ରିୟାରେ ବଂଶବୃଦ୍ଧି କରିଥାଏ। ଏହି କବକରେ ମୂଳ ମାତୃକୋଷ ବା ମଦର ସେଲ୍ରୁ ଜାତ ଅପତ୍ୟ କୋଷ ବା ଡଟର ସେଲ୍ କଳିକା ବା କରକ ଆକାରରେ ସୃଷ୍ଟି ହୋଇଥାଏ। ଏହି କଳିକା କ୍ରମଶଃ ବୃଦ୍ଧି ପାଇ ମାତୃକୋଷରୁ ବିଚ୍ଛିନ୍ନ ହୁଏ ଏବଂ ଶେଷରେ ଏକ ପୂର୍ଣ୍ଣାଙ୍ଗ ଇଷ୍ଟରେ ପରିଣତ ହୁଏ। ଏହି ପ୍ରକ୍ରିୟାକୁ କଳିକନ ବା କୋରକୋଦଗମ କୁହାଯାଏ। ରେଣୁଭବନ। ରେଣୁଭବନ ବା ସ୍ପେରୁଲେସନ୍ ଦ୍ୱାରା ଅପୁଷ୍ପକ ଉଦ୍ଭିଦର ବଂଶବୃଦ୍ଧି ଘଟିବା ଏକ ସାଧାରଣ ପ୍ରକ୍ରିୟା। ଛତୁ ଓ ଫିମ୍ପି ଜାତୀୟ କବକ ପ୍ରାୟତଃ ଏହି ପ୍ରକ୍ରିୟାରେ ବଂଶବୃଦ୍ଧି କରନ୍ତି। ଏହି ସମସ୍ତ କବକରେ ଅସଂଖ୍ୟ କଳାକାର ରେଣୁ ବା ସ୍ପୋର ଦେଖାଯାଏ। ଏହି ରେଣୁଗୁଡ଼ିକ ନିର୍ଗତ ହୋଇ ଜଳ ବା ବାୟୁରେ ଭାସି ବୁଲନ୍ତି ଓ ଅନୁକୂଳ ପରିବେଶ ମିଳିଲେ ଅଙ୍କୁରିତ ହୋଇ ନୂତନ ଉଦ୍ଭିଦ ସୃଷ୍ଟି କରନ୍ତି। ତେଣୁ ଏହାଦ୍ୱାରା ଏ ପ୍ରକାରର ଜନନ ପ୍ରକ୍ରିୟାକୁ ରେଣୁଭବନ କୁହାଯାଏ। ୟୁଲୋଥ୍ରିକ୍ସ ପରି ଶୈବାଳରେ 4ରୁ 8 ବା ଅଧିକ ଚଳରେଣୁ ଜାତ ହୋଇଥାନ୍ତି। ମାତୃକୋଷରୁ ନିର୍ଗତ ଏହି ଚଳରେଣୁ ଉପଯୁକ୍ତ ପରିବେଶରେ ସ୍ଥିର ହୋଇ ଅଙ୍କୁରିତ ହୁଅନ୍ତି ଓ ନୂତନ ଉଦ୍ଭିଦ ସୃଷ୍ଟି କରନ୍ତି। ମ୍ୟୁକର ପରି ଅନେକ କବକ ମଧ୍ୟ ରେଣୁଭବନ ପଦ୍ଧତିରେ ବଂଶବୃଦ୍ଧି କରିଥାନ୍ତି। ପେନ୍ସିଲିୟମ୍ ପରି କବକ ସାଧାରଣତଃ ଅଚଳ ରେଣୁ ଦ୍ୱାରା ବଂଶବୃଦ୍ଧି କରନ୍ତି। ପାଇଥିୟମ୍ ପରି କବକ ପରିବେଶ ଅନୁଯାୟୀ ଚଳରେଣୁ ବା ଅଚଳ ରେଣୁ ଦ୍ୱାରା ବଂଶବୃଦ୍ଧି କରିଥାନ୍ତି। ଅଧିକ ଆର୍ଦ୍ର ପରିବେଶ ଚଳରେଣୁ ପାଇଁ ଅନୁକୂଳ ହୋଇଥିଲା ବେଳେ ଶୁଖିଲା ପରିବେଶରେ ଅଚଳ ରେଣୁ ସୃଷ୍ଟି ହୋଇ ବଂଶବୃଦ୍ଧି ହୋଇଥାଏ। ରେଣୁ ଅତି କ୍ଷୁଦ୍ର, ହାଲୁକା ଓ ଖାଲି ଆଖିକୁ ଭଲ ଭାବରେ ଦେଖାଯାଏ ନାହିଁ। ଏହା ବାୟୁ ବା ଜଳରେ ବହୁ ଦୂରକୁ ଚାଲିଯାଇପାରେ ଓ ଅନୁକୂଳ ପରିବେଶରେ ଅଙ୍କୁରିତ ହୋଇ ବଂଶବୃଦ୍ଧି କରିଯାଏ ବା ସୁଇଟେବୁଲ୍ ଏନଭାରମେଣ୍ଟାଲ ପାଇଲେ ସେମାନେ ଅଙ୍କୁରିତ ହୋଇ ତାଙ୍କର ବଂଶ ବିସ୍ତାର କରିଥାନ୍ତି। ଅଙ୍ଗୀୟ ଜନନ। ଅଙ୍ଗୀୟ ଜନନ 3 ପ୍ରକାରର: ବିଖଣ୍ଡନ, ଛେଦନ, କଲମୀକରଣ। ପୁଣି କଲମୀକରଣକୁ 2 ଭାଗରେ ବିଭକ୍ତ କରାଯାଇଛି। ଗୋଟେ ହେଲା ଡାଳି କଲମୀ ଓ ଅନ୍ୟଟି ହେଲା ଗୁଟି କଲମୀ। ଅଙ୍ଗୀୟ ଜନନ ପତ୍ର, ମୂଳ ବା କାଣ୍ଡର କୌଣସି ଅଂଶରୁ ଉଦ୍ଭିଦ ଜାତ ହେଲେ ଏହାକୁ ଅଙ୍ଗୀୟ ଜନନ କୁହାଯାଏ। ଅନୁକୂଳ ପରିବେଶରେ ଅନେକ ଉଦ୍ଭିଦ ଯଥା ଆଖୁ, କଦଳୀ, ଗୋଲାପ ଇତ୍ୟାଦି ଏହି ପ୍ରକ୍ରିୟାରେ ବଂଶବିସ୍ତାର କରିଥାନ୍ତି। କୃଷି ପାଇଁ ଅନେକ ସମୟରେ ଅଙ୍ଗୀୟ ଜନନ ପଦ୍ଧତି ଉପଯୋଗ କରାଯାଇଥାଏ। ମଞ୍ଜିରୁ ହେଉଥିବା ଗଛଠାରୁ ଏହି ପଦ୍ଧତିରେ ଜାତ ଗଛ ଶୀଘ୍ର ଫୁଲ ଓ ଫଳ ଧାରଣ କରିଥାଏ। କଦଳୀ, ଗୋଲାପ, ମଲ୍ଲୀ ଆଦି ଗଛ ଯେଉଁଥିରେ ମଞ୍ଜି ହୁଏ ନାହିଁ, ସେ ସବୁ ଗଛର ବଂଶବୃଦ୍ଧି ଏହି ପଦ୍ଧତିରେ ହିଁ ହୋଇଥାଏ। ଏହି ପଦ୍ଧତିର ଅନ୍ୟ ଏକ ବିଶେଷତ୍ୱ ଯେ ମୂଳ ଗଛରୁ ଜାତ ହେଉଥିବା ସମସ୍ତ ଗଛ ମୂଳ ଗଛ ସହିତ ଜିନୀୟ କ୍ଷମତା ରକ୍ଷା କରିଥାନ୍ତି। ତ ଦେଖିବା ବିଖଣ୍ଡନ। ସ୍ପାଇରୋଗାଇରା ପରି ଶୈବାଳ ଓ ଅନ୍ୟ କେତେକ ଅପୁଷ୍ପକ ଉଦ୍ଭିଦର ଥାଲସ୍ ବିଖଣ୍ଡିତ ହୋଇ ପ୍ରତ୍ୟେକ ଅଂଶ ଗୋଟିଏ ଗୋଟିଏ ସମ୍ପୂର୍ଣ୍ଣ ଉଦ୍ଭିଦରେ ପରିଣତ ହେବାର ଦେଖାଯାଏ। ଏହି ପ୍ରକ୍ରିୟାକୁ ବିଖଣ୍ଡନ କୁହାଯାଏ। ତାପରେ ଦେଖିବା ଛେଦନ ପ୍ରଣାଳୀ। ବାକ୍ସ ଗଛ ଓ ମନି ପ୍ଲାଣ୍ଟ ଆଦି ଗଛର କାଣ୍ଡକୁ ଛୋଟ ଛୋଟ କରି କାଟି ମାଟିରେ ପୋତିଲେ କିଛି ଦିନ ପରେ ସେଥିରୁ ନୂତନ ଗଛ ସୃଷ୍ଟି ହୁଏ। ଏହାକୁ ଛେଦନ ପ୍ରଣାଳୀ କୁହାଯାଏ। କଲମୀକରଣ। କଲମୀକରଣ ପଦ୍ଧତିରେ ଗୋଟିଏ ତରୁଣ ଗଛର ଅଗ୍ରଭାଗକୁ କାଟି ଦିଆଯାଏ। ଏହି କଟା ସ୍ଥାନରେ ଅନ୍ୟ ଗୋଟିଏ ଗଛର ଡାଳ ବା କଲମକୁ କଲମୀ ମାଟି ଦେଇ ବାନ୍ଧି ଦିଆଯାଏ।
ଏହି ବନ୍ଧା ସ୍ଥାନକୁ ଅଳ୍ପ ଅଳ୍ପ ପାଣି ଦେଇ ଅଦା ରଖାଯାଏ। କିଛି ଦିନ ପରେ ତାହା ଯୋଡ଼ି ହୋଇ ସେଠାରେ ନୂତନ ଗଛ ସୃଷ୍ଟି ହୁଏ। ନୂଆକରି ଜାତ ହୋଇଥିବା କଲମୀ ଗଛରେ ପୋଷ୍ୟ ଅଂଶ ବା କଲମର ସମସ୍ତ ଗୁଣ ଅପରିବର୍ତ୍ତିତ ରହେ। ମଞ୍ଜିରୁ ଜାତ ଗଛର ପ୍ରତ୍ୟେକ ପିଢ଼ିରେ ଗୁଣର ପରିବର୍ତ୍ତନ ହେଉଥିବା ବେଳେ କଲମୀକରଣ ଉପାୟରେ ସୃଷ୍ଟି ହେଉଥିବା ଗଛର ଗୁଣ ଅପରିବର୍ତ୍ତିତ ରହେ। ଗୋଲାପ, ଆମ୍ବ, ଲେମ୍ବୁ ଆଦି ଅନେକ ଗଛରେ ଏହି ପଦ୍ଧତି ଦ୍ୱାରା ନୂତନ ଗଛ ସୃଷ୍ଟି କରାଯାଇପାରେ। ପୁଣି ଦେଖିବା ଆମେ ଡାଳି କଲମୀ। ଅଳ୍ପ ସମୟ ମଧ୍ୟରେ ନୂଆ ଗଛ ସୃଷ୍ଟି କରିବା ପାଇଁ ଚାଷୀମାନେ ମୁଖ୍ୟତଃ ଡାଳି କଲମୀ ଉପାୟ ଅବଲମ୍ବନ କରନ୍ତି। ଏହି ପଦ୍ଧତିରେ ଗଛର କୌଣସି ଏକ ଡାଳର କିଛି ଅଂଶରୁ ତୋଛା ବାହାର କରି ଏହି ଡାଳକୁ ମାଟି ପର୍ଯ୍ୟନ୍ତ ବଙ୍କାଇ ଓଦା ମାଟିରେ ପୋତି ଦିଆଯାଏ। ପରେ କିଛି ଦିନ ପାଇଁ ଏହି ସ୍ଥାନକୁ ଅଳ୍ପ ଓଦା ରଖିବାକୁ ପଡ଼େ। ପୋତା ହୋଇଥିବା ଅଂଶରୁ କ୍ରମେ ଚେର ବାହାରେ। ଚେର ବାହାରିବା ପରେ ଏହି ଡାଳଟିକୁ ମୂଳ ଗଛରୁ କାଟି ଅନ୍ୟତ୍ର ଲଗାଇଲେ ତାହା ଏକ ସମ୍ପୂର୍ଣ୍ଣ ନୂତନ ଗଛରେ ପରିଣତ ହୁଏ। ଗୁଟି କଲମୀ। ପିଜୁଳି, ଗୋଲାପ, ଜାମୁ, କାଗଜି ଲେମ୍ବୁ, ମିଠା କମଳା, ବାକ୍ସ ଗଛ ଆଦିର କଲମୀ ସାଧାରଣତଃ ଏହି ଉପାୟରେ କରାଯାଇଥାଏ। ଏଥିପାଇଁ ଗଛର ସୁସ୍ଥ ଓ ପାକଳିଆ ଡାଳକୁ ବାଛି ତାର ମୂଳ ଅଂଶର ତୋଛା ବାହାର କରି ଦିଆଯାଏ। କଟା ଅଂଶ ଉପରେ କଲମୀ ମାଟି ଯେପରିକି ଗୋବର, କଟା ନଡ଼ା ଓ ପଟୁ ମାଟିର ମିଶ୍ରଣ ଦ୍ୱାରା ପ୍ରସ୍ତୁତ କରାଯାଏ ଏବଂ ଅଖା ବା ପଲିଥିନ୍ ଦ୍ୱାରା ତାକୁ ବାନ୍ଧି ଦିଆଯାଏ। କଲମୀ ମାଟି ନ ଶୁଖିବା ପାଇଁ ସେଥିରେ ପ୍ରତିଦିନ ପାଣି ଦେବାର ବ୍ୟବସ୍ଥା କରାଯାଏ। ଏଥି ନିମିତ୍ତ ପ୍ରଦତ୍ତ ଚିତ୍ର ଅନୁଯାୟୀ ଦେଖିପାରୁଥିବେ ଏକ ଚିତ୍ର ଥିବା ମାଟିଆ କଲମୀ ଉପରେ ଝୁଲାଇ ରଖାଯାଇପାରେ। କିଛି ଦିନ ପରେ ଏହି ସ୍ଥାନରୁ ଚେର ବାହାରି କଲମୀ ମାଟିରେ ବଢ଼େ। ଚେର ଭଲ ଭାବେ ବଢ଼ିଗଲା ପରେ ଡାଳଟିକୁ ମାତୃଗଛରୁ କାଟି ଅଲଗା ଲଗାଇଲେ ତାହା ଏକ ନୂତନ ସ୍ୱୟଂ ସମ୍ପୂର୍ଣ୍ଣ ଗଛରେ ପରିଣତ ହୋଇପାରେ। ଏହାକୁ ଗୁଟି କଲମୀ କୁହାଯାଏ। ଅସମାହିତ ଜନନ ବିଷୟରେ ଦେଖିବା। ଅସମାୟନ ବା ନିଷେକ ନ ହୋଇ ଡିମ୍ବାଣୁର ବୃଦ୍ଧି ଘଟି ଭ୍ରୂଣ ସୃଷ୍ଟି ହେଲେ ତାହାକୁ ଅସମାହିତ ଜନନ ବା ଅନିଷେକ ଜନନ କୁହାଯାଏ। କେତେକ ଅପୁଷ୍ପକ ଉଦ୍ଭିଦ, ଶୈବାଳ ଓ ପର୍ଣ୍ଣରେ ଏହା ପରିଲକ୍ଷିତ ହୁଏ। କେତେକ ଉଦ୍ଭିଦରେ ସମାୟନ ନ ହୋଇ ଫଳ ସୃଷ୍ଟି ହୋଇଥାଏ। ଏହାକୁ ଅଯୁଗ୍ମିତ ଫଳନ କୁହାଯାଏ। ସପୁଷ୍ପକ ଉଦ୍ଭିଦ ଯଥା ପିଜୁଳି, ଅଙ୍ଗୁର, କଦଳୀ ଇତ୍ୟାଦିରେ ଏ ପ୍ରକାରର ଜନନ ଦେଖାଯାଏ। ଏହି ପଦ୍ଧତିରେ ଟିସୁ ପୋଷଣ। ଉଦ୍ଭିଦର ଜୀବନ୍ତ କୋଷ କିମ୍ବା ସେହି କୋଷଗୁଡ଼ିକରୁ ଜାତ ହୋଇଥିବା ଉଦ୍ଭିଦ ପୂର୍ଣ୍ଣ ବିଭବୀ ବା ସର୍ବକ୍ଷମ ଅର୍ଥାତ୍ ସେହି ଏକକ ଗୁଡ଼ିକରେ ଗୋଟିଏ ଉଦ୍ଭିଦ ସୃଷ୍ଟି କରିବା କ୍ଷମତା ଥାଏ। ଉଦ୍ଭିଦ ଟିସୁର ପୂର୍ଣ୍ଣ ବିଭବୀ ଗୁଣକୁ ଆଧାର କରି ପାରେନକାଇମା ଭଳି ବିଭେଦିତ ପେଶୀକୁ ଉପଯୁକ୍ତ ପରିମାଣର ପୋଷକ ଅନୁକୂଳ ପରିବେଶ ଯୋଗାଇ ଦେଲେ ତାହା ପୁନଃ ବିଭାଜନକ୍ଷମ ହୋଇଥାଏ। ଏଣୁ ଏକ ଜୀବନ୍ତ ଜୀବକୋଷ କିମ୍ବା ଜୀବନ୍ତ ଟିସୁକୁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ଜୀବାଣୁମୁକ୍ତ ପୋଷକ ମାଧ୍ୟମରେ ବୃଦ୍ଧି କରାଇ ଏକ ପ୍ରତିରୂପୀ ଉଦ୍ଭିଦ ସୃଷ୍ଟି ପର୍ଯ୍ୟନ୍ତ ସମସ୍ତ କୋଷୀୟ ଗଠନକୁ ଟିସୁ ପୋଷଣ କୁହାଯାଏ। ଏହି ପ୍ରକ୍ରିୟାରେ ପ୍ରଥମେ ଗୋଟିଏ ଉଦ୍ଭିଦର ଉପଯୁକ୍ତ ସୁସ୍ଥ ତରୁଣ ଅଂଶ ଚୟନ କରାଯାଏ ଓ ସେହି ଉଦ୍ଭିଦର ପୃଥକ୍ କରାଯାଏ। ତାହାକୁ ବିସ୍ଥାପିତ ଅଂଶ ବା ଏକ୍ସପ୍ଲାଣ୍ଟ କୁହାଯାଏ। କାଣ୍ଡ, ମୂଳ, କନ୍ଧ ବା ଧାବକ କନ୍ଧର ପାରେନକାଇମା ଟିସୁ ଏହି କାର୍ଯ୍ୟ ପାଇଁ ଖୁବ୍ ଅନୁକୂଳ। ସେହି ଏକ୍ସପ୍ଲାଣ୍ଟକୁ ନେଇ ଉପଯୁକ୍ତ ପୋଷକରେ ସ୍ଥାପନ କଲେ କିଛି ଦିନ ପରେ ସେଥିରୁ କାଲସ୍ ବାହାରେ। ଟିସୁ ପୋଷଣ ଦ୍ୱାରା ଅନିୟମିତ ଭାବେ ସଜ୍ଜିତ ପାରେନକାଇମା ପେଶୀଗୁଡ଼ିକର ଏକ ଆକାରବିହୀନ ପିଣ୍ଡକୁ କାଲସ୍ କୁହାଯାଏ। କାଲସ୍ର ପରବର୍ତ୍ତୀ ବୃଦ୍ଧି ଓ ବିଭେଦନ ପାଇଁ ସେଗୁଡ଼ିକୁ ନିର୍ଦ୍ଦିଷ୍ଟ ହର୍ମୋନ୍ ଥିବା କୋଷକୁ ସ୍ଥାନାନ୍ତରିତ କରାଯାଏ। କାଲସ୍ର ପୁନଃକର୍ଷଣ ଦ୍ୱାରା ସେଥିରୁ ଚାରା ଉଦ୍ଭିଦ ବାହାରେ। ଚାରା ଉଦ୍ଭିଦଗୁଡ଼ିକୁ ନିୟନ୍ତ୍ରିତ ଅବସ୍ଥାରେ ବୃଦ୍ଧି କରାଗଲେ ତାହା ସମ୍ପୂର୍ଣ୍ଣ ଉଦ୍ଭିଦରେ ପରିବର୍ତ୍ତିତ ହୁଏ। ଏହି ପ୍ରକ୍ରିୟାକୁ ସୂକ୍ଷ୍ମ ବଂଶ ବିସ୍ତାର କୁହାଯାଏ। ବର୍ତ୍ତମାନ ଏହି ପ୍ରକ୍ରିୟା ମାଧ୍ୟମରେ ଅଳ୍ପ ସମୟ ମଧ୍ୟରେ ଖୁବ୍ କମ୍ ସ୍ଥାନରେ ବହୁ ସଂଖ୍ୟାର ଉଦ୍ଭିଦ ସୃଷ୍ଟି କରାଯାଇ ପାରୁଛି। ଏହା କୃଷି, ଉଦ୍ୟାନ କୃଷି
ଓ ବନୀକରଣ କାର୍ଯ୍ୟରେ ବହୁ ମାତ୍ରାରେ ଆଦୃତ ହୋଇପାରୁଛି। ତାହା ଛଡ଼ା ଏହି ପ୍ରକ୍ରିୟାରେ ରୋଗମୁକ୍ତ ଉଦ୍ଭିଦ ସୃଷ୍ଟି କରାଯାଇପାରୁଛି। ସପୁଷ୍ପକ ଉଦ୍ଭିଦରେ ଲିଙ୍ଗୀୟ ଜନନ। ଏଠାରେ ଆମେ ଦେଖିବା ଫୁଲର ବିଭିନ୍ନ ଅଂଶ, ପରାଗଣ, ସମାୟନ ବିଷୟରେ ଜାଣିବା। ଫୁଲର ବିଭିନ୍ନ ଅଂଶ ହେଲା ବୃଦ୍ଧିମଣ୍ଡଳ, କାଲିକ୍ସ, ଦଳମଣ୍ଡଳ, କରଲା, ପୁଙ୍କେସର ଚକ୍ର ଆଣ୍ଡ୍ରେସିୟମ୍ ଓ ଫଳିକା ଚକ୍ର ଗାଇନେସିୟମ୍। ପୁଙ୍କେସର ବା ଷ୍ଟାମେନ୍ ଏବଂ ଫଳିକା ଚକ୍ରର ଫଳିକା ବା କାର୍ପେଲ ହେଉଛି ଫୁଲର ଜନନାଂଶ। ଏଥିରେ ଜାୟକ କୋଷମାନ ଥାନ୍ତି। ତାପରେ ଦେଖିବା କେବଳ କେଶର ବା କେବଳ ଫଳିକା ଥିବା ଫୁଲକୁ ଏକଲିଙ୍ଗୀ ବା ୟୁନିସେକ୍ସୁଆଲ ଫୁଲ କୁହାଯାଏ, ଯଥା କଖାରୁ, ଅମୃତଭଣ୍ଡା ଇତ୍ୟାଦି। ଅନ୍ୟପକ୍ଷରେ ଉଭୟ କେଶର ଓ ଫଳିକା ଥିବା ଫୁଲକୁ ଦ୍ୱିଲିଙ୍ଗୀ ବା ବାଇସେକ୍ସୁଆଲ ଫୁଲ କୁହାଯାଏ, ଯଥା ମନ୍ଦାର, ସୋରିଷ ଇତ୍ୟାଦି। ପରାଗ ସଙ୍ଗମ ବା ପରାଗଣ। ସମାୟନ ଫର୍ଟିଲାଇଜେସନ ପୂର୍ବରୁ ଫୁଲରେ ଥିବା ପରାଗରେଣୁ ବିଭିନ୍ନ ମାଧ୍ୟମରେ ଆସି ଫୁଲର ଗର୍ଭଶୀର୍ଷରେ ପଡ଼େ। ଏହାକୁ ପରାଗ ସଙ୍ଗମ ବା ପରାଗଣ କୁହାଯାଏ। କେତେକ ଉଦ୍ଭିଦରେ ଗୋଟିଏ ଫୁଲର ପରାଗରେଣୁ ସେହି ଫୁଲର ଗର୍ଭଶୀର୍ଷରେ ପଡ଼ି ତାହାର ଡିମ୍ବାଣୁକୁ ସମାୟନ କରେ। ଏହାକୁ ସ୍ୱପରାଗଣ କୁହାଯାଏ। କିନ୍ତୁ ଅଧିକାଂଶ ଉଦ୍ଭିଦରେ ଗୋଟିଏ ଜାତିର ଫୁଲର ପରାଗରେଣୁ ପତଙ୍ଗ, ପକ୍ଷୀ, ଜଳ, ବାୟୁ ଆଦି ମାଧ୍ୟମରେ ଆସି ସେହି ଜାତିର ଅନ୍ୟ ଏକ ଫୁଲର ଗର୍ଭଶୀର୍ଷରେ ପଡ଼େ ଓ ପରେ ଗର୍ଭଧାନ ହୁଏ। ଏହାକୁ ପରାଗଣ ବା କ୍ରସ୍ ପଲିନେସନ କୁହାଯାଏ। ଫଳିକା ଓ ଗର୍ଭାଶୟ। ଫଳିକାର ତିନୋଟି ଅଂଶ ଥାଏ। ଏହାର ସ୍ଫୀତ ନିମ୍ନ ଭାଗ ହେଉଛି ଗର୍ଭାଶୟ, ମଧ୍ୟଭାଗଟି ଗର୍ଭଦଣ୍ଡ ଓ ଉପରି ଭାଗ ଗର୍ଭଶୀର୍ଷ ବା ଷ୍ଟିଗ୍ମା କୁହାଯାଏ। ଡିମ୍ବକଟି ଗୋଟିଏ ବୃନ୍ତ ଦ୍ୱାରା ଗର୍ଭାଶୟ ସହ ସଂଯୁକ୍ତ ହୋଇଥାଏ। ଡିମ୍ବକ ମଧ୍ୟରେ ଥିବା ଡିମ୍ବକାୟାକୁ ଆବୃତ କରି ଗୋଟିଏ ବା ଦୁଇଟି ଆଚ୍ଛଦ ଥାଏ। ଆଚ୍ଛଦ ଅଗ୍ରଭାଗର ମିଳନ ସ୍ଥାନରେ ଗୋଟିଏ ଛିଦ୍ର ରହିଥାଏ, ଯାହାକୁ ବୀଜରନ୍ଧ୍ର ବା ମାଇକ୍ରୋଫାଇଲ୍ କୁହାଯାଏ। ଡିମ୍ବକାୟରେ ଗୋଟିଏ ଭ୍ରୂଣାଶୟ ବା ଏମ୍ବ୍ରାୟୋ ସାକ୍ ଥାଏ। ଭ୍ରୂଣାଶୟର ଅଗ୍ରଭାଗରେ ଗୋଟିଏ ଡିମ୍ବକୋଷ ବା ଏଗ୍ ସେଲ୍ ଓ ତାହାର ଦୁଇ ପାଖରେ ଦୁଇଟି ସହାୟକ କୋଷ ରହିଥାଏ। ବୃନ୍ତ ଆଡ଼କୁ ତିନୋଟି ପ୍ରତିମୁଖୀ କୋଷିକା ରହିଥାଏ। ଭ୍ରୂଣାଶୟ ମଧ୍ୟଭାଗରେ ଲାଗି ଲାଗି ରହିଥିବା ଦୁଇଟି ନ୍ୟଷ୍ଟିକୁ ମେରୁ ନ୍ୟଷ୍ଟି କୁହାଯାଏ। ସମାୟନର ଠିକ୍ ପୂର୍ବରୁ ଏହି ଦୁଇଟି ନ୍ୟଷ୍ଟି ମିଳିତ ହୋଇ ଦ୍ୱିତୀୟକ ନ୍ୟଷ୍ଟିରେ ପରିଣତ ହୁଅନ୍ତି। ସମାୟନ ବା ଫର୍ଟିଲାଇଜେସନ। ପରାଗରେଣୁ ଗର୍ଭଶୀର୍ଷରେ ପଡ଼ିବା ପରେ ତାହାର ବାହାର ଆବରଣଟି ଫାଟିଯାଏ। ଭିତର ଆବରଣଟି ଗୋଟିଏ ନଳୀ ଆକାରରେ ବାହାରେ ଓ ପରାଗ ଅଙ୍କୁରିତ ହୁଏ। ଏହି ନଳୀ ଗର୍ଭଦଣ୍ଡ ମଧ୍ୟ ଦେଇ ଭ୍ରୂଣାଶୟ ଆଡ଼କୁ ବଢ଼େ। ଏହାକୁ ପରାଗନଳୀ ବା ପଲେନ୍ ଟ୍ୟୁବ୍ କୁହାଯାଏ। ପରାଗ ଅଙ୍କୁରିତ ହେବା ସମୟରେ ଏହା ସମବିଭାଜନ ପ୍ରକ୍ରିୟାରେ ବିଭାଜିତ ହୋଇ ପ୍ରଥମେ ଅଙ୍ଗୀୟ କୋଷ ବା ଭେଜିଟେଟିଭ୍ ସେଲ୍ ଓ ଜନନ କୋଷ ଜେନେରେଟିଭ୍ ସେଲ୍ ସୃଷ୍ଟି କରେ। ଜନନ କୋଷ ପୁନର୍ବାର ଏହି ପ୍ରକ୍ରିୟାରେ ବିଭାଜିତ ହୋଇ ଦୁଇଟି ପୁଂଯୁଗ୍ମକ ସୃଷ୍ଟି କରେ। ପରାଗନଳୀରେ କିଛି କୋଷରସ ସହିତ ଦୁଇଟି ପୁଂଯୁଗ୍ମକ ଓ ଗୋଟିଏ ନଳୀନ୍ୟଷ୍ଟି ଥାଏ। କ୍ରମେ ପରାଗନଳୀ ବୀଜରନ୍ଧ୍ର ବାଟ ଦେଇ ଡିମ୍ବାଶୟରେ ଥିବା ଭ୍ରୂଣାଶୟ ମଧ୍ୟରେ ପ୍ରବେଶ କରେ। ସେଠାରେ ପରାଗନଳୀର ଅଗ୍ରଭାଗ ଫାଟିଯିବା ଦ୍ୱାରା ପୁଂଯୁଗ୍ମକ ଦୁଇଟି ଭ୍ରୂଣାଶୟ ମଧ୍ୟକୁ ଚାଲିଯାଆନ୍ତି। ଗୋଟିଏ ପୁଂଯୁଗ୍ମକ ସ୍ତ୍ରୀ ଯୁଗ୍ମକ ବା ଡିମ୍ବକୋଷ ସହିତ ମିଳିତ ହୋଇ ଯୁଗ୍ମଜ ଗଠନ କରେ। ଏଥିରୁ ଭ୍ରୂଣର ଉତ୍ପତ୍ତି ହୁଏ। ଅନ୍ୟ ପୁଂଯୁଗ୍ମଟି ଦ୍ୱିତୀୟକ ନ୍ୟଷ୍ଟି ସହିତ ମିଳିତ ହୋଇ ଭ୍ରୂଣପୋଷ ନ୍ୟଷ୍ଟି ଗଠନ କରେ। ଭ୍ରୂଣପୋଷ ନ୍ୟଷ୍ଟିରୁ ଭ୍ରୂଣପୋଷ ଜାତ ହୁଏ ଏବଂ ଏହା ବର୍ଦ୍ଧିଷ୍ଣୁ ଭ୍ରୂଣକୁ ପୋଷଣ ଯୋଗାଇଥାଏ। ପରାଗନଳୀରୁ ଦୁଇଟି ଯାକ ପୁଂଯୁଗ୍ମକ ଭ୍ରୂଣାଶୟ ମଧ୍ୟରେ ପ୍ରବେଶ କଲା ପରେ ନଳୀନ୍ୟଷ୍ଟି ପରାଗନଳୀ ଭିତରେ ନଷ୍ଟ ହୋଇଯାଏ। ପୁଂଯୁଗ୍ମକ ଓ ସ୍ତ୍ରୀ ଯୁଗ୍ମକର ମିଳନକୁ ସମାୟନ କୁହାଯାଏ। ପ୍ରକୃତରେ ସପୁଷ୍ପକ ଆବୃତବୀଜି ଉଦ୍ଭିଦରେ ଦୁଇଟି ସମାୟନ କ୍ରିୟା ଦେଖିବାକୁ ମିଳେ। ପ୍ରଥମଟି ହେଲା ଗୋଟିଏ ପୁଂଯୁଗ୍ମକ ସହିତ ଡିମ୍ବାଣୁ ବା ଡିମ୍ବକୋଷର ସମାୟନ ଓ ଅନ୍ୟଟି ହେଲା ଦ୍ୱିତୀୟକ ନ୍ୟଷ୍ଟି ସହିତ ଦ୍ୱିତୀୟ ପୁଂଯୁଗ୍ମକର ମିଳନ। ପ୍ରଥମ ପ୍ରକ୍ରିୟାରେ ଯୁଗ୍ମଜ ସୃଷ୍ଟି ହେଉଥିବା ବେଳେ ଦ୍ୱିତୀୟ ପ୍ରକ୍ରିୟାରେ ଭ୍ରୂଣପୋଷ ନ୍ୟଷ୍ଟି ସୃଷ୍ଟି ହୁଏ। ଯୁଗ୍ମଜର କ୍ରୋମୋଜୋମ୍ ବା ଗୁଣସୂତ୍ର ସଂଖ୍ୟା ଦ୍ୱିଗୁଣିତ ବା 2n ହୋଇଥିବା ବେଳେ ଭ୍ରୂଣପୋଷର ଗୁଣସୂତ୍ର ସଂଖ୍ୟା ସାଧାରଣତଃ
ଏନ୍ ହୋଇଥାଏ। ଏହା ସପୁଷ୍ପକ ଉଦ୍ଭିଦର ଏକ ବିଶେଷତଃ। ସମାୟନ ପରେ ଯୁଗ୍ମଜ ବାରମ୍ବାର ବିଭାଜିତ ହୋଇ ଡିମ୍ବକ ମଧ୍ୟରେ ଏକ ଭ୍ରୂଣ ସୃଷ୍ଟି କରେ। ଭ୍ରୂଣ ଏକ କଠିନ ଆବରଣ ଦ୍ୱାରା ଆବୃତ ହୋଇ ବୀଜ ବା ମଞ୍ଜିରେ ପରିଣତ ହୁଏ। ଏହି ସମୟ ମଧ୍ୟରେ ଡିମ୍ବାଶୟ ବୃଦ୍ଧି ପାଇ ଫଳରେ ପରିଣତ ହୁଏ ଏବଂ ବୃତ୍ତି ଦଳମଣ୍ଡଳ ଆଦି ଶୁଖି ଝଡ଼ିଯାଆନ୍ତି। ମଞ୍ଜି ମଧ୍ୟରେ ଭ୍ରୂଣ ବା ଭବିଷ୍ୟତର ଉଦ୍ଭିଦଟିଏ ରହିଥାଏ। ଉପଯୁକ୍ତ ପାରିପାର୍ଶ୍ୱିକ ଅବସ୍ଥାରେ ଏହା ଅଙ୍କୁରିତ ହୋଇ ଚାରାରେ ପରିବର୍ତ୍ତିତ ହୁଏ ଓ ପରବର୍ତ୍ତୀ ସମୟରେ ଏହା ଏକ ନୂତନ ଉଦ୍ଭିଦକୁ ଜନ୍ମ ଦିଏ। ଏହି ପ୍ରକ୍ରିୟାକୁ ବୀଜ ଅଙ୍କୁରୋଦ୍ଗମ କୁହାଯାଏ।